ବହୁତ ଦିନ ତଳର କଥା। ମହାଦେବ ହିମାଳୟରେ ବସି ତପସ୍ୟା କରୁଥାନ୍ତି। ସେତେବେଳେ ମାତା ପାର୍ବତୀ ଆସି ତାଙ୍କ ପାଖରେ ବସିଲେ। ମହାଦେବ ଆଖି ଖୋଲି ମାତା ପାର୍ବତୀଙ୍କ ମୁହଁକୁ ଚାହିଁଲେ ଏବଂ କହିଲେ, ଦେବୀ, ଏ ଅସମୟରେ କ'ଣ ପାଇଁ ଆସିଛନ୍ତି? ମୁହଁ ଦେଖିକି ଜଣାପଡ଼ୁଛି ମନରେ କିଛି ପ୍ରଶ୍ନ ରହିଛି ଏବଂ ମନରେ କିଛି କଷ୍ଟ ମଧ୍ୟ ରହିଛି। କ'ଣ ତୁମ ମନରେ ଅଛି ମୋତେ ସମ୍ପୂର୍ଣ୍ଣ ଖୋଲିକି କୁହ। ଯଦି ମୁଁ ପାରିବି ତା'ର ସମାଧାନ ନିଶ୍ଚୟ କରିଦେବି। ସେତେବେଳେ ମା ପାର୍ବତୀ କହିଲେ, ପ୍ରଭୁ, ଆମର ବହୁତ ଭକ୍ତ 16 ସୋମବାର ବ୍ରତ କରୁଛନ୍ତି, ଚତୁର୍ମାସ୍ୟା ସୋମବାର ବ୍ରତ କରୁଛନ୍ତି ଏବଂ ଆମ ଦୁଇ ଜଣଙ୍କର ଶ୍ରଦ୍ଧାରେ ପ୍ରତ୍ୟେକ ଦିନ ମଧ୍ୟ ଉପାସନା କରୁଛନ୍ତି। କିନ୍ତୁ ବହୁ ଭକ୍ତଙ୍କର ଗୋଟିଏ ମାନସିକ ରହିଛି, ଖାସ୍ କରି ମୋ ପାଖରେ ସବୁବେଳେ ଦୁଃଖ ଜଣାଉଛନ୍ତି ଯେ ମା, ଆମ କୋଳକୁ ପୁତ୍ର ସନ୍ତାନଟିଏ ଆସୁ। ପ୍ରଭୁ, ପ୍ରତ୍ୟେକ ନାରୀ ପୁତ୍ର ସନ୍ତାନ କାହିଁକି ପାଇପାରୁନାହାନ୍ତି? ପୁତ୍ର ସନ୍ତାନ ପାଇବା ପାଇଁ ମୋତେ ଏମିତି କିଛି ଉପାୟ କୁହନ୍ତୁ ଯାହାକି ମୁଁ ମୋର ଭକ୍ତମାନଙ୍କୁ କହିପାରିବି ଏବଂ ସମସ୍ତେ ପୁତ୍ର ସନ୍ତାନ ପ୍ରାପ୍ତ କରିପାରିବେ, ଯାହାଦ୍ୱାରା ତାଙ୍କ ବଂଶକୁ, ତାଙ୍କ କୁଳକୁ ଉତ୍ତରାଧିକାରୀ ପ୍ରାପ୍ତି ହେବ। ମହାଦେବ କହିଲେ, ଏଇ ଗୋଟେ କଥା ଦେବି, ତେବେ ଶୁଣ, ମୁଁ ତୁମକୁ ଆଜି ଗୋଟେ ସୁନ୍ଦର ଗପ ମାଧ୍ୟମରେ ଉଦାହରଣଟିଏ ଦେଉଛି। ସେହି ନୀତି ପାଳନ କଲେ ନାରୀମାନେ ପୁତ୍ର ସମ୍ଭବା ହୋଇପାରିବେ ଏବଂ ତାଙ୍କର ବଂଶ ରକ୍ଷା ହେବ। ଦେବୀ ଆଶ୍ଚର୍ଯ୍ୟ ହୋଇ ପ୍ରଭୁଙ୍କ ମୁହଁକୁ ଚାହିଁ ରହିଲେ କାହାଣୀଟି ଶୁଣିବା ପାଇଁ। ସେତେବେଳେ ପ୍ରଭୁ ଭୋଳାଶଙ୍କର କହିଲେ, ବହୁତ ଦିନ ତଳର କଥା। ପୂର୍ବ ଦେଶରେ ଜଣେ କୃଷକ ଥାଆନ୍ତି। ତାଙ୍କର 6 ଗୋଟି କନ୍ୟା ଥାଆନ୍ତି। କୃଷକ ପୁତ୍ର ମୁଖ ଚାହିଁବା ପାଇଁ ଅପେକ୍ଷା କରି କରି 6ଟି କନ୍ୟା ସନ୍ତାନର ଜନକ ହୋଇଥିଲେ। ତାପରେ ତାଙ୍କ ସପତ୍ନୀଙ୍କର ମଧ୍ୟ ଦେହାନ୍ତ ହୋଇଗଲା। କୃଷକ ବହୁ ମନ ଦୁଃଖରେ ଥାଆନ୍ତି। ସହଜେ ତ କୃଷକ ଅଳ୍ପ ଧନ 6ଟି କନ୍ୟା ସନ୍ତାନ ତାଙ୍କୁ ବିବାହ କରାଇବେ କେମିତି? ଏବଂ ମନରେ ଗୋଟିଏ ଆଶା ଥାଏ ଯେ ମୋର କନ୍ୟାମାନଙ୍କୁ ବିବାହ କରିବା ପରେ ମୋର ସିନା ପୁତ୍ର ନାହିଁ, କନ୍ୟାମାନଙ୍କର କୋଳକୁ ପୁତ୍ର ସନ୍ତାନ ଆସିଲେ ମୁଁ ଗୋଟିଏ ପୁତ୍ର ସନ୍ତାନକୁ ଆଣି ମୋର ଉତ୍ତରାଧିକାରୀ କରିବି। ସର୍ବ ସମ୍ପତ୍ତି ମଧ୍ୟ ସିଏ ନେବ ଏବଂ ମୋର ପିଣ୍ଡ ଶ୍ରାଦ୍ଧ କରିବ। ଏହି ଅପେକ୍ଷାରେ ସିଏ ନିଜର 5ଟି କନ୍ୟାଙ୍କୁ ବିବାହ କଲେ। 5 କନ୍ୟାଙ୍କୁ ବିବାହ କରାଇବା ପରେ 5 କନ୍ୟାଙ୍କର ମଧ୍ୟ ସେହି କନ୍ୟା ସନ୍ତାନ ହେଲା। କାହାର ବି ପୁତ୍ର ସନ୍ତାନ ହୋଇପାରିଲା ନାହିଁ। କୃଷକ ବହୁ ମନ ଦୁଃଖ କରନ୍ତି, ମୋ ନିଜର ତ ପୁତ୍ର ସନ୍ତାନଟିଏ ହେଲା ନାହିଁ, ନାତି ମଧ୍ୟ ହେଲେ ନାହିଁ, ଯିଏକି ମୋର କୁଳବଂଶ ରକ୍ଷା କରିବ, ମୋର ପିଣ୍ଡ ଶ୍ରାଦ୍ଧ ଦେବ। ଏବେ ମୁଁ କ'ଣ କରିବି? ମାତ୍ର ମୋର ସାନ ଝିଅଟି ରହିଲା। ତାକୁ ଗୋଟେ ଭଲ ପାତ୍ର ଦେଖି ବିବାହ କଲେ। ପ୍ରଭୁ ଭୋଳାଶଙ୍କର, ଦୟାକର, ତୁମ ଦୟାରୁ ମୋର ନାତିଟିଏ ହେଉ, ମୋ ବଂଶ ରକ୍ଷା ହେଉ। କୃଷକ ଏଇଭଳି ଭୋଳାଶଙ୍କରଙ୍କୁ ଡାକନ୍ତି, କାରଣ ସେ କୃଷକଙ୍କର ଇଷ୍ଟ ଦେବତା ପ୍ରଭୁ ମହାଦେବ ଏବଂ ପାର୍ବତୀ ଥିଲେ। ସେତେବେଳେ ତାଙ୍କର ସାନ ଝିଅ ମଧ୍ୟ ପ୍ରଭୁ ମହାଦେବଙ୍କୁ, ପାର୍ବତୀଙ୍କୁ ବହୁତ ଭକ୍ତି କରନ୍ତି। କିନ୍ତୁ ତାଙ୍କର କୁଳଦେବୀ ମା ମହାଲକ୍ଷ୍ମୀ ଥିଲେ, ଯାହାକୁ ସାନ କନ୍ୟା ବହୁତ ମନେ ମନେ ଭଲ ପାଆନ୍ତି, କାରଣ ସିଏ ବି ଭାବନ୍ତି ଯେ ମହାଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ତାଙ୍କ ଘରେ ଅଭାବ ଅସୁବିଧା ରହିଛି। ସହଜ କୃଷକର ପରିବାର, 6ଟି ଭଉଣୀ, ସମସ୍ତେ ଭଲରେ ଚଳିବା ପାଇଁ ମା ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ତ ନିଶ୍ଚିନ୍ତ ଦରକାର। ଧନ ବିହୁନରେ ଘର ଚଳିବା ବହୁତ କଷ୍ଟ। ଏଇଭଳି ଭାବରେ ଦିନେ କୃଷକ ତାଙ୍କ କ୍ଷେତକୁ ବାହାରୁଥିଲେ ବହୁତ ଭୋରରୁ କାମ କରିବା ପାଇଁ। ସେତେବେଳେ ତାଙ୍କ କନ୍ୟା କହିଲେ, ପିତା, ଆପଣ ଆଜି ସକାଳୁ ସକାଳୁ କ'ଣ ପାଇଁ କ୍ଷେତକୁ ବାହାରୁଛନ୍ତି? ତାଙ୍କ ପିତା କହିଲେ, ଦେଖ ମା, ଆଜି ବହୁତ ଗୁଡ଼ିଏ କାମ କ୍ଷେତରେ ବାକି ରହିଛି। ମୁଁ ଏକୁଟିଆ ଲୋକ ଏବଂ ଶ୍ରମିକ ରଖିବା ପାଇଁ ମୋ ପାଖରେ ପଇସା ନାହିଁ। ମୋତେ ଆଜି ଘରକୁ ଫେରିଲା ବେଳୁ ରାତି ହୋଇଯିବ, ଅନ୍ଧାର ହୋଇଯାଇପାରେ। ସେତେବେଳେ କୃଷକର ସାନ ଝିଅ କହିଲା ଯେ, ବାପା, ମୁଁ ଆଜି ତୁମ ସାଙ୍ଗରେ ଯିବି। ତୁମେ ମୁଖ୍ୟ କାମ କରୁଥିବା ବେଳେ ଯେଉଁ କାମ ଜଣେ ମୂଲିଆ କରିବା କଥା ମୁଁ ଆପଣଙ୍କୁ ସାହାଯ୍ୟ କରିଦେବି, ଯାହାଦ୍ୱାରା ଜଲ୍ଦି କାମ ସରିଯିବ ଏବଂ ଆମେ ଘରକୁ ଚାଲି ଆସିବା। କୃଷକ ଖୁସି ହୋଇଗଲେ, ଯାହା ହଉ, ତେବେ ଚାଲେ ମୋ ସାଙ୍ଗରେ। ବାପ ଝିଅ 2 ଜଣ ସାଙ୍ଗ ହୋଇ କ୍ଷେତକୁ ଗଲେ।
କ୍ଷେତରେ କାମ କରୁଥିବା ଅବସ୍ଥାରେ କୃଷକଙ୍କୁ ବହୁତ ଗରମ ଲାଗିଲା। ତେଣୁ ସେ କ'ଣ କଲେ, ନିଜର କୁର୍ତ୍ତାକୁ ବଦଳିକି ବିଲ ହିଡ଼ ଉପରେ ରଖିଦେଲେ। ସେତେବେଳେ କାମ କରିବାକୁ ଲାଗିଲେ। ଯେତେବେଳେ ସନ୍ଧ୍ୟା ହେବାକୁ ବସିଲା, ବାପ ଝିଅ ଦୁଇଜଣ ଘରକୁ ଫେରିବା ପାଇଁ ବାହାରିଲେ। କୃଷକ ତାଙ୍କ କୁର୍ତ୍ତା ଆଣିବା ପାଇଁ ଗଲେ। କୁର୍ତ୍ତା ଆଣିବା ପାଇଁ ଦେଖିଲା ବେଳକୁ କୁର୍ତ୍ତା ଉପରେ ଗୋଟିଏ ବଡ଼ ସର୍ପ ଶୋଇଛି। ସେତେବେଳେ କୃଷକ ଡରିକି ଚମକିଗଲେ। ଝିଅକୁ କହିଲେ, ଝିଅ ଦେଖ ତ, ମୋର କୁର୍ତ୍ତା ଉପରେ ଗୋଟେ ସର୍ପ ଶୋଇଛି। ଏଇ ଲାଠିଟାକୁ ନିଅ, ତୁମେ ସର୍ପଟିକୁ ଉଠେଇକି ଦୂରକୁ ଫିଙ୍ଗି ଦିଅ। ମୁଁ ସାଙ୍ଗେ ସାଙ୍ଗେ କୁର୍ତ୍ତାଟିକୁ ନେଇ ଆସିବି। ସେତେବେଳେ ଝିଅ ତ ଲାଠି ଧରିଲା, କିନ୍ତୁ ସର୍ପକୁ ଦେଖିବା ମାତ୍ରେ ତା ମନରେ ଦୟାଭାବ ଆସିଲା। ସେ କହିଲା, ବାପା ମୁଁ ଏଇ ସର୍ପଟିକୁ ଫିଙ୍ଗିଦେବି। ଦୂରକୁ ପଡ଼ି ତା ପ୍ରାଣ ଉପରେ ବିପଦ ଆସିପାରେ, ତାକୁ ଆଘାତ ଲାଗିପାରେ। ତେଣୁକରି ବାପା ମୁଁ ତାକୁ ଫିଙ୍ଗିବି ନାହିଁ। ଆମେ ଗୋଟେ କାମ କରିବା, ଘର ତ ପାଖରେ, ଚାଲ ଆମେ ଫେରିଯିବା। କାଲି ସକାଳୁ ସକାଳୁ ଆସି ମୁଁ କୁର୍ତ୍ତା ନେଇଯିବି। ସର୍ପ ମଧ୍ୟ କ'ଣ ସବୁଦିନ ସେଠି ରହିବ? ସେ ସକାଳୁ ସେଠୁ ଚାଲି ଯାଇଥିବ, ମୁଁ କୁର୍ତ୍ତାକୁ ନେଇଯିବି। ଏଇ କଥା କହି ବାପର ମଧ୍ୟ ଝିଅ କଥା ମନକୁ ପାଇଲା। ଦୁଇ ଜଣ ଯାକ ଘରକୁ ଫେରି ଆସିଲେ। ସକାଳୁ ସକାଳୁ ଯେତେବେଳେ ଭୋର ହେଇଗଲା, ଝିଅ କ'ଣ କଲା, କୁର୍ତ୍ତା ଆଣିବା ପାଇଁ ସେଇ କ୍ଷେତକୁ ଚାଲିଗଲା। ଯେତେବେଳେ କୁର୍ତ୍ତା ଆଣିବା ପାଇଁ ଦେଖିଲା, ସେତେବେଳେ ସେଇ କୁର୍ତ୍ତା ଉପରେ ସେବେ ମଧ୍ୟ ସର୍ପଟି ଶୋଇକି ରହିଛି। ଝିଅ କହିଲା ସର୍ପକୁ, ହେ ସର୍ପ ମହାରାଜ, ଦୟାକରି ସେ କୁର୍ତ୍ତା ଉପରୁ ଚାଲିଯାଅ। ମୋ ବାପାଙ୍କର ଏଇ ଗୋଟିଏ କୁର୍ତ୍ତା, ଆମେ ଗରିବ ଲୋକ, ଆମେ ଅଧିକ କୁର୍ତ୍ତା ମଧ୍ୟ କରିପାରିବୁ ନାହିଁ ଏବଂ ତୁମକୁ ଆଘାତ ପହଞ୍ଚାଇବାକୁ ମୋତେ ଭଲ ଲାଗୁନାହିଁ। ତୁମେ ଦୂରକୁ ଚାଲିଗଲେ ମୁଁ କୁର୍ତ୍ତା ନେଇଯିବି। ସେତେବେଳେ ଝିଅଟି ଦେଖିଲା ବେଳୁ ସର୍ପ କଥା କହିବାକୁ ଆରମ୍ଭ କଲା। କହିଲା, ହେ ଝିଅ, ମୁଁ ତୁମକୁ ଦେଖି ବହୁତ ଖୁସି ହେଲି। ତୁମେ ବହୁତ ମାର୍ଜିତ, ଦୟାବତୀ ଏବଂ ସଂସ୍କାରୀ ଝିଅ। ଦେଖ, ତୁମେ ଯଦି ପ୍ରତ୍ୟେକ ଦିନ ଆସି ମୋର ସେବା କରିବ, ମୋତେ 2 ଘଣ୍ଟା ଧରି ବୁଲେଇବାକୁ ନେବ ଏବଂ ମୋ କଥା ମାନିବ, ତେବେ ମୁଁ ତୁମକୁ ମାସକୁ ପ୍ରତ୍ୟେକ ଥର ବହୁତ ସ୍ୱର୍ଣ୍ଣ ମୁଦ୍ରା, ସ୍ୱର୍ଣ୍ଣ ଅଳଙ୍କାର, ଭଲ ବସ୍ତ୍ର ଦେବି। ଏହା ମୁଁ କଥା ଦେଉଛି। ଝିଅଟି କହିଲା, ସତ କଥା ଯଦି, ତେବେ ମୁଁ କାଲିଠାରୁ ଆସିବି, ତୁମକୁ ବୁଲେଇ ନେବି। ଆମ ଘରେ ମଧ୍ୟ ଧନର ଅଭାବ ରହିଛି। ଝିଅଟି ତା ପରଦିନ କଥା ମୁତାବକ ଯାଇ ପହଞ୍ଚିଗଲା। ସର୍ପକୁ ନେଇ 2 ଘଣ୍ଟା ବୁଲେଇଲା ଏବଂ ଫେରିଲା ବେଳକୁ କିଛି ଧନ ତାକୁ ସର୍ପ ଦେଲା। ଦ୍ୱିତୀୟ ଦିନ ଝିଅଟି ସେଇଭଳି ଗଲା। ସର୍ପକୁ ବୁଲେଇବାକୁ ନେଲାବେଳେ ଦେଖିଲା ଅଳ୍ପ କିଛି ବାଟ ଯାଇଛି, ତା ସାମ୍ନାରେ ସେଇ କ୍ଷେତ ମଝିରେ ଗୋଟେ ସୁନ୍ଦର ପ୍ରାସାଦ ଅଛି, ଗୋଟେ ସୁନ୍ଦର ମହଲ। ତା ଦେହରେ ବହୁତ ସୁନ୍ଦର ପଲଙ୍କ ପଡ଼ିଛି, ବିଭିନ୍ନ ପ୍ରକାର ଫଳ ରଖାଯାଇଛି ଏବଂ ବିଭିନ୍ନ ପ୍ରକାର ସୁସ୍ୱାଦୁ ଭୋଜନ ମଧ୍ୟ ଅଛି। ସେତେବେଳେ ସେ ସର୍ପ କହିଲା, ଶୁଣ, ତୁମେ ମୋର ସେବା କରିଛ, ମୁଁ ଜାଣୁଛି ତୁମେ ଜଣେ ଭଲ ଝିଅ। ତେଣୁକରି ମୁଁ ତୁମକୁ ମୋ ନିଜର ବିଶ୍ୱାସ କଥା କହୁଛି। ମୁଁ ହେଉଛି ଜଣେ ରାଜା। ଜଣେ ଋଷିଙ୍କ ଅଭିଶାପରୁ ମୁଁ ସର୍ପ ହେଇସାରିଛି। ଏହି ଅଭିଶାପ ମୋର ଆଉ 2 ବର୍ଷ ରହିଲା। ଏ ମହଲ ମୋର, ଏ ସୁନା ଧନ ସମ୍ପତ୍ତି ମଧ୍ୟ ମୋର। ମୁଁ ଯେତେବେଳେ ଚାହିଁବି ଆକୁ ନେଇ ଆସିପାରିବି ଏବଂ ଯେତେବେଳେ ମୁଁ ଅନ୍ତର୍ଧ୍ୟାନ ହେବି, ଏସବୁ ମୋ ସାଙ୍ଗରେ ଅନ୍ତର୍ଧ୍ୟାନ ହେଇଯିବ। କିନ୍ତୁ 2 ବର୍ଷ ପର୍ଯ୍ୟନ୍ତ ମୋତେ ଏମିତି ସହିବାକୁ ପଡ଼ିବ। 2 ବର୍ଷ ପରେ ମୋର ଅଭିଶାପ ମୁକ୍ତି ହେଇଯିବି। ଏହାପରେ ମୁଁ ପୁଣି ରାଜା ହେଇଯିବି। ତୁମେ ଯଦି ମୋର ଠିକ୍ରେ ସେବା କରିବ, ମୁଁ ତୁମକୁ ବିବାହ କରିବି। ଝିଅଟି ବହୁତ ଖୁସି ହେଲା। ଭାବିଲା, ମୁଁ ତ କୃଷକର କନ୍ୟା, ରଜାଙ୍କୁ ବିବାହ କରିବାର ଭାଗ୍ୟ ମୋତେ ନିଶ୍ଚିନ୍ତ ମିଳିବ। ତେଣୁ ସେ ପ୍ରତ୍ୟେକ ଦିନ ଆସି ସେବା କରେ। କିଛି ଦିନରେ ଥରେ ସର୍ପ କ'ଣ କରେ, ଝିଅଟିକୁ କିଛି ସ୍ୱର୍ଣ୍ଣ ମୁଦ୍ରା, କିଛି ଅଳଙ୍କାର ଦିଏ। ଝିଅ ତା ଘରକୁ ନେଇକି ଯାଏ। ତା ବାପା ଆଉ ଭଉଣୀମାନେ ଯେତେବେଳେ ଦେଖିଲେ, କହିଲେ, ଏତେ ସ୍ୱର୍ଣ୍ଣ ମୁଦ୍ରା, ଏତେ ସ୍ୱର୍ଣ୍ଣ ଅଳଙ୍କାର ତୁ କେଉଁଠୁ ଆଣୁଛୁ? ତୁ ତ କେଉଁଠି କାମ ବି କରୁନୁ। ଏଇଭଳି ସ୍ୱର୍ଣ୍ଣ ଅଳଙ୍କାର ଏବଂ ଧନ ତତେ ମିଳୁଛି କେଉଁଠି? ଝିଅଟି ଯେହେତୁ ସର୍ପକୁ କଥା ଦେଇଥିଲା, ସେହେତୁ ସେ କିଛି କହିଲା ନାହିଁ। ବାପା କହିଲେ, ଦେଖ ଝିଅ, ଭୁଲ ବାଟରୁ ଯଦି ଧନ ସମ୍ପତ୍ତି ଆଣୁଛୁ, ତେବେ ଆମର ଦରକାର ନାହିଁ, ତୁ ଆଉ କେବେ ଆଣିବୁ ନାହିଁ। ଏମିତି କିଛି ଦିନ ଝିଅ ଯାଇକି ସେବା କରୁଥାଏ। ପୁଣି ଯେତେବେଳେ ଆସିଲା, ପୁଣି ସ୍ୱର୍ଣ୍ଣ ମୁଦ୍ରା ଏବଂ ଗହଣା, ଭଲ ଲୁଗାପଟା, ଭଲ ବସ୍ତ୍ର ସବୁ ନେଇକି ଆସିଲା। ସେତେବେଳେ ବାପା ଦେଖିଲେ, ଭଉଣୀମାନେ ମଧ୍ୟ ଭାବିଲେ, ଇଏ କେଉଁଠୁ ଆଣୁଛି?
ବାପା କହିଲେ, ଶୁଣୁ, ତୁ ରାଜଦରବାରରୁ ଚୋରି କରୁନୁ ତ? ଏତେ ସବୁ ଗହଣା, ଏତେ ସବୁ ଅମୂଲ୍ୟ ସମ୍ପଦ କେବଳ ରାଜଦରବାରରୁ ହିଁ ମିଳିପାରିବ, ଅନ୍ୟ କେଉଁଠୁ ତ ମିଳିପାରିବନି। ଯଦି ପ୍ରକୃତରେ ରାଜାଙ୍କ ଠାରୁ ଚୋରି କରି ଆଣୁଛୁ ତେବେ ଆମକୁ ଦଣ୍ଡ ମିଳିବ, ରାଜଦଣ୍ଡରେ ଆମେ ବନ୍ଧା ହେବା। ତେଣୁ ଆଜିଠାରୁ ତୁ ଆଉ ସେଠିକୁ ଯିବା ଦରକାର ନାହିଁ। ତତେ ମୁଁ ଘରେ ବନ୍ଦ କରିକି ରଖୁଛି, ତୋର ବାହାରକୁ ଯିବା ମନା। ଏକଥା କହି ବାପା ଓ ଭଉଣୀମାନେ ଝିଅଟିକୁ ଗୋଟେ ଘର ଭିତରେ ବନ୍ଦ କରି ରଖିଦେଲେ। ଝିଅ ଭାବିଲା, ରାଜାଙ୍କର ଏବେ 2 ବର୍ଷ ପୂରିବାକୁ ଅଛି, ତାଙ୍କର ଶେଷ ସମୟ ଆସିଲାଣି। ମୁଁ ଯଦି ଯାଇକି ତାଙ୍କୁ ଦେଖା କରିବି, ସେ ମୋତେ ବିବାହ କରିବେ, ସର୍ପରୁ ମୁକ୍ତି ପାଇକି ମଣିଷ ହେଇଯିବେ, ତେବେ ମୋ ବାପା ମଧ୍ୟ ମୋର ସବୁ କଥା ବୁଝିପାରିବେ। ଏଇ କଥା କହି ଝିଅଟି କଳେବଳେ କୌଶଳେ ଘରୁ ବାହାରିକି ପୁଣି ଥରେ ସର୍ପ ପାଖକୁ ଚାଲିଗଲା। ଯେତେବେଳେ ସର୍ପ ପାଖକୁ ଚାଲିଗଲା, ଦେଖିଲା ସର୍ପ ସେଠାରେ ନାହିଁ, ମହଲ ମଧ୍ୟ ନାହିଁ, ସବୁକିଛି ଉଭାନ ହେଇସାରିଛି। ଝିଅଟି କାନ୍ଦିବାକୁ ଲାଗିଲା, ସର୍ପକୁ ଏଣେତେଣେ ଖୋଜିବାକୁ ଲାଗିଲା, କିନ୍ତୁ ପାଇଲା ନାହିଁ। ଭାବିଲା, ସର୍ପ କ'ଣ ମୋତେ ଠକିଦେଲା? ଏଇ କଥା ଭାବି ସର୍ପକୁ ଖୋଜି ଖୋଜି ଝିଅଟି କିଛି ବାଟ ଆଗକୁ ଚାଲିଗଲା। ଏଇଭଳି ଭାବରେ କିଛିଟି ଗାଁ ମଧ୍ୟ ସେ ଅତିକ୍ରମ କରିଗଲା। ଗୋଟେ ଗାଁରେ ଯେତେବେଳେ ସବୁ ଗ୍ରାମ ସରିବାକୁ ବସିଲା ପୂର୍ବ ଦିଗ ପଟୁ, ଗୋଟେ ଶେଷ ଗ୍ରାମରେ କୁଡ଼ିଆ ଘରେ ତାର ରାତି ହେଇଯାଇଥାଏ। ସେ କ'ଣ କଲା, ସେ କୁଡ଼ିଆ ଘର ଭିତରକୁ ଗଲା। ଦେଖିଲା ତା ଭିତରେ ଜଣେ ବୁଢ଼ୀ ମାଉସୀ, ଜେଜେମା ବୟସର ତା ଭିତରେ ଅଛନ୍ତି। ବୁଢ଼ୀ ମାଉସୀ କହିଲେ, ଆସ ଝିଅ, ମୁଁ ଜାଣିପାରୁଛି ମୁଁ ଜଣେ ସାଧିକା, ମୁଁ ସାଧନା କରେ। ମହାଦେବଙ୍କ ଦୟାରୁ ମୁଁ ଜାଣିପାରୁଛି ତୁମେ ଜଣେ ସର୍ପର ସେବା କରିଥିଲ। ସେ ତୁମକୁ ବିବାହ ଦେବାକୁ କଥା ଦେଇଥିଲା, କିନ୍ତୁ ବର୍ତ୍ତମାନ ସେ ଛାଡ଼ିକି ଚାଲିଯାଇଛି। ଏବେ ଶୁଣ ମୋ କଥା, ତମେ ଏହି ପୂର୍ବ ଦିଗରେ ଆଗକୁ ଆଗକୁ ଯାଅ, ନିଶ୍ଚିନ୍ତ ସେ ସର୍ପକୁ ତମେ ପାଇବ ଏବଂ ସେ ରଜା ହେଇସାରିଛି, ତୁମେ ତାକୁ ଭେଟିବ। କିନ୍ତୁ ତା ପୂର୍ବରୁ ମୁଁ ତୁମକୁ 3ଟା ସେଉ ଦେଉଛି, ତାକୁ ନିଅ। ଏହି ସେଉ ଭିତରେ ତୁମେ ସବୁ ଅମୂଲ୍ୟ ସମ୍ପଦ ପାଇବ, ଯାହାକି ତୁମର ଦରକାର ବେଳେ କାମ ଆସିବ। ଗୋଟେ ସେଉ ଭିତରେ ସୁନାର ଚରଖା ଅଛି, ଦ୍ୱିତୀୟ ସେଉ ଭିତରେ ସୁନାର ଛୁଞ୍ଚି ସୂତା ଅଛି, ତୃତୀୟ ସେଉ ଭିତରେ ହୀରା ନୀଳା ମାଣିକ୍ୟାଦି ରହିଛି। ତେଣୁ ପ୍ରତ୍ୟେକ ତୁମର ଦରକାର ବେଳେ ବୁଦ୍ଧି ଲଗେଇଲେ କାମରେ ଆସିବ। ଝିଅଟି ସକାଳ ହେବା କ୍ଷଣି ସେ 3ଟି ସେଉ ଧରି ବୁଢ଼ୀ ଆଈକୁ ପ୍ରଣାମ ଜଣାଇ ସେଠାରୁ ବାହାରି ଗଲା। କିଛି ଦୂର ଖୋଜି ଖୋଜି ଯିବା ଭିତରେ ଏମିତି କିଛି ଦିନ ବିତିଗଲା, କିନ୍ତୁ ତାକୁ ରାଜାର ସନ୍ଧାନ ମିଳିଲା ନାହିଁ। ଶେଷରେ ସେ ଯାଇ ଯେତେବେଳେ ପହଞ୍ଚିଲା, ଦେଖିଲା ଆଖି ସାମ୍ନାରେ କାଚର ପର୍ବତ ଏବଂ ତା ପାଖରେ ଆଉ ଗ୍ରାମ ମଧ୍ୟ ନାହିଁ। ହତାଶ ହୋଇ କାନ୍ଦିବାକୁ ଲାଗିଲା। ଦେଖିଲା ଗୋଟେ ଯୁବକ ଆସୁଛି। ପଚାରିଲା, ଭାଇ, ଏଠି କେଉଁ ରାଜ୍ୟ ଅଛି କି? ଯେଉଁ ରାଜ୍ୟର ରାଜା କିଛି ବର୍ଷ ହେଲା ନଥିଲେ, ଉଭାନ ହେଇଯାଇଥିଲେ, ଏବେ ନୂଆ ହେଇକି ରାଜ୍ୟକୁ ଫେରିଛନ୍ତି। ସେତେବେଳେ ସେ ଯୁବକଟି କହିଲା, ହଁ ଭଉଣୀ, ଏଇ ଯେଉଁ କାଚର ପର୍ବତ ଦେଖୁଛ, ସେପଟେ ଗୋଟେ ଛୋଟ ରାଜ୍ୟ ଅଛି। ସେ ରାଜ୍ୟର ରାଜା ବହୁତ ଦିନ ହେଲା ନଥିଲେ, ଏବେ ଆସି ନୂଆ କରି ରାଜ୍ୟ ଭାର ସମ୍ଭାଳୁଛନ୍ତି। ଏ କଥା ଶୁଣିବା ପରେ ଝିଅଟି ଖୁସି ହେଇଗଲା, କିନ୍ତୁ ତାକୁ ଡର ଲାଗିଲା, ଏ କାଚର ପର୍ବତ ମୁଁ ଚଢ଼ିବି କେମିତି? ମୁଁ ତ ରାଜକୁମାରୀ ନୁହେଁ ବା ମୋ ପାଖରେ କୌଣସି କଳା କୌଶଳ ବି ନାହିଁ, କାଚ ପର୍ବତ କେମିତି ଚଢ଼ିବି? ହତାଶ ହେଇକି ମନ ଦୁଃଖରେ କାନ୍ଦିବାକୁ ଲାଗିଲା। ସେତେବେଳେ ଯୁବକଟି କହିଲା, ଭଉଣୀ, ମନ ଦୁଃଖ କର ନାହିଁ, ତୁମକୁ ମୁଁ ଉପାୟ କହିଦେଉଛି। ତୁମ ଆଣ୍ଠୁରେ 2ଟି ଘୋଡ଼ାନାଲ ବାନ୍ଧ, ତୁମ ହାତରେ 2ଟି ଘୋଡ଼ାନାଲ ବାନ୍ଧ। ଏ କାମ କରିବାରେ ମୁଁ ତୁମକୁ ସାହାଯ୍ୟ କରିଦେବି। ତୁମେ ୟା ଦ୍ୱାରା ସେ କାଚର ପର୍ବତକୁ ଚଢ଼ିପାରିବ। ଝିଅଟି ଭାରି ଖୁସି ହେଇକି ତାକୁ ଧନ୍ୟବାଦ ଦେଲା ଯୁବକଟିକୁ। ଯୁବକ ଘୋଡ଼ାନାଲ ବାନ୍ଧି ତା ବାଟରେ ଚାଲିଗଲା। ଝିଅଟି ବହୁତ କଷ୍ଟରେ ଲହୁ ଲୁହାଣ ହେଇ ଆଖିରୁ ଲୁହ ଗଡ଼େଇ ସେ କାଚର ପର୍ବତକୁ ଚଢ଼ିବାରେ ଲାଗିଲା। ମଝିରେ ମଝିରେ ଲୁହ ଗଡ଼ି ଯାଉଥାଏ, ଭାବୁଥାଏ, ହେ ଈଶ୍ୱର, ମୋ କର୍ମ କ'ଣ ଏତେ ଖରାପ? ମୋ ଜୀବନରେ କ'ଣ ଏତେ କଷ୍ଟ ଥିଲା? ଏମିତି କହି ଯେତେବେଳେ ପର୍ବତ ସେପଟେ ପହଞ୍ଚିଲା, ସୁନ୍ଦର ପ୍ରାକୃତିକ ଦୃଶ୍ୟରେ ଭରପୁର ରାଜ୍ୟଟିଏ। ଯାଇକି ତାର ଦୁଆର ପାଖରେ ପହଞ୍ଚିଲା। ସେଠି ଜଣେ ସୈନିକ ଥିଲେ। କହିଲା, ସୈନିକ ଭାଇ, ମୁଁ ଜଣେ କଳାକାର,
ଯିଏକି ବସ୍ତ୍ର ବୁଣିବା କଳାକାର୍ଯ୍ୟ ଜାଣେ ଏବଂ ବହୁତ ସୁନ୍ଦର ପାଟ ବସ୍ତ୍ର ତିଆରି କରିପାରେ। ସେଥିରେ ମୋତି ମାଣିକ୍ୟ ନୀଳା ଲଗେଇକି ବହୁତ ସୁନ୍ଦର ରାଜକୀୟ ବେଶଭୂଷା ମୁଁ ତିଆରି କରିପାରେ। ମୋତେ ଟିକେ ରାଣୀଙ୍କ ସଙ୍ଗେ ଯଦି ଦେଖେଇଦେବ ତାଙ୍କ ପାଇଁ ମୁଁ ଅମୂଲ୍ୟ ବସ୍ତ୍ର ତିଆରି କରିପାରିବି। ସେହି ସୈନିକ ଶୁଣିକି ଖୁସି ହେଲା, ନେଇକି ଝିଅଟିକୁ ଭିତରକୁ ଗଲା। ରାଣୀଙ୍କ ଆଗରେ ସବୁ କଥା କହିଲା, କାରଣ ସେ ଜାଣିଥିଲା ରାଣୀ ହେଉଛନ୍ତି ବହୁତ ବିଳାସ ବ୍ୟସନ ଲୋଭୀ। ସେତେବେଳେ ରାଣୀ କ'ଣ କଲେ, କହିଲେ ଶୁଣ, ତୁମକୁ କ'ଣ ଜଣାଅଛି? ସେ କହିଲା ମହାରାଣୀ, ମୋତେ ବହୁତ ସୁନ୍ଦର କଢ଼ାଇଦାର ବସ୍ତ୍ର ଜଣାଅଛି। କହିକି ତୁମେ କେମିତି କରିବ? ତୁମର ତ କିଛି ଯନ୍ତ୍ରପାତି ନାହିଁ। ଝିଅଟି ଗୋଟେ ସେଉ ରାଣୀଙ୍କ ସାମ୍ନାରେ ଭାଙ୍ଗିଦେଲା। ପ୍ରଥମ ସେଉଟି ଭାଙ୍ଗିବାରୁ ସେଥିରୁ ସୁନାର ଚରଖା ବାହାରିଲା। ରାଣୀ କହିଲେ ଆରେ ହେ, ୟା ପାଖରେ ସୁନାର ଚରଖା ଅଛି, ଇଏ ତ ଗୋଟେ ଗରିବ ଦରିଦ୍ର ଝିଅ, ସୁନା ଚରଖା ଆର କ'ଣ ହେବ? ବସ୍ତ୍ର ତ କେଉଁଠୁ ବି ମିଳିଯିବ, କିନ୍ତୁ ଇଏ ଅମୂଲ୍ୟ ସୁନା ଚରଖା ମୋର ଦରକାର। ଆମ ରାଜ୍ୟରେ କେବେ ବି ମୁଁ ଏମିତି ଜିନିଷ ଦେଖିନି। ସେ ଝିଅଟିକୁ କହିଲେ ଶୁଣୁ ଝିଅ, କ'ଣ କଲେ ସୁନାର ଚରଖା ତୁ ମୋତେ ଦେଇପାରିବୁ? ଝିଅଟି କହିଲା ରାଣୀ, କିଛି ନୁହେଁ, ଯଦି ରଜାଙ୍କ ସହିତ ଗୋଟେ ରାତି ରହିବାର ମୋତେ ସୁଯୋଗ ଦେବ, ତେବେ ଯାଇକି ଏ ସୁନାର ଚରଖା ମୁଁ ଦେବି। ରାଣୀ କହିଲେ ଠିକ୍ ଅଛି, ରଜାଙ୍କ ପାଖକୁ ଯାଉ, ତା ପୂର୍ବରୁ ମୁଁ ମୋ ବ୍ୟବସ୍ଥା କରିଦେବି। ପ୍ରକୃତରେ ରାଣୀ ଜଣେ ଛନ୍ଦ କପଟପୂର୍ଣ୍ଣ ମହିଳା ଥିଲେ ଏବଂ ସେ ସ୍ୱାମୀଙ୍କ ଅପେକ୍ଷା ଧନ ସମ୍ପତ୍ତିକୁ ଭଲ ପାଉଥିଲେ। ସ୍ୱାମୀ ଯେତେବେଳେ ଅଭିଶାପ ପାଇ ରାଜ୍ୟରୁ ଛାଡ଼ିକି ଚାଲି ଯାଇଥିଲେ, ରାଣୀଙ୍କର ମଧ୍ୟ ସନ୍ତାନ ନଥିଲେ। ରାଣୀ ପ୍ଲାନିଂ କରିଥିଲେ ରଜା ନ ଫେରିଲେ ବି ସେ ରାଜ୍ୟ, ଟଙ୍କା, ସମ୍ପତ୍ତି, ମହଲ ସବୁ ନିଜ ଭାଇର ପୁଅ ନାଁରେ କରିଦେବେ। କିନ୍ତୁ ରଜା ଫେରି ଆସିବାରୁ ରାଣୀଙ୍କ ମନେ ମନେ ଭାରି ଦୁଃଖ ଥାଏ। ସେତେବେଳେ ରାଣୀ ପ୍ଲାନ୍ କଲେ, ଗୋଟେ ଦାସୀକୁ ଡାକିକି ରଜାଙ୍କ ଖାଦ୍ୟରେ ନିଶାସକ୍ତ ଦ୍ରବ୍ୟ ଦେଇଦେଲେ ଏବଂ କହିଲେ ୟାକୁ ଖାଇଲେ ରଜା ଶୋଇପଡ଼ିବେ। ରଜା ଯେତେବେଳେ ଶୋଇପଡ଼ିବେ ସେତେବେଳେ କନ୍ୟା ଭିତରକୁ ଗଲେ ବି କ'ଣ କରିବ? ଏଇ କଥା ଭାବି ରାଣୀ ହା ହା ହା, ରାତି ପାହିଯିବ, କନ୍ୟା କିଛି ବି କରିପାରିବନି, এই କଥା ଭାବିଲେ। ତାପରେ କନ୍ୟାଟିକୁ ନେଇକି ରଜାଙ୍କ ପ୍ରାସାଦ ଭିତରେ ଛାଡ଼ିଦେଲେ। ସିଏ କନ୍ୟା ଯାଇକି ରାଜାଙ୍କ ପାଦ ତଳେ ବସିଲା ଏବଂ ଆଖିରୁ ଲୁହ ଝରେଇ କହିଲା ଦେଖ ରାଜା, ତୁମେ ସର୍ପ ଥିବାବେଳେ ମୁଁ ତୁମର ବହୁତ ସେବା କରିଛି। ଆଜିକାଲି ଲୋକମାନେ କ'ଣ ଏତେ ବେଇମାନୀ, କଥା ଦେଇକି କଥା ରଖନ୍ତି ନାହିଁ ଏବଂ ଅଭାବ ଅସୁବିଧା ବେଳେ ଛାଡ଼ି ଦେଇକି ଆସନ୍ତି। ମୁଁ ବହୁ କଷ୍ଟ କରି ଆଣ୍ଠୁରେ ଘୋଡ଼ା ନାଲ ବାନ୍ଧି, ହାତରେ ଘୋଡ଼ା ନାଲ ବାନ୍ଧି କାଚର ପର୍ବତ ଚଢ଼ିକି ତୁମ ପାଖରେ ପହଞ୍ଚିଛି। ତୁମେ ଦେଇଥିବା କଥା ତୁମେ ରକ୍ଷା କର। କହିକି ଝିଅଟି କାନ୍ଦିବାକୁ ଲାଗିଲା। କିନ୍ତୁ ରଜା ତ ନିଶା ଅବସ୍ଥାରେ ଶୋଇ ରହିଛନ୍ତି, ସେ କିଛି ବି ଜାଣିପାରିଲେ ନାହିଁ। ଏମିତି ସକାଳ ହୋଇଗଲା। ରାଣୀ ଯାଇ ଝିଅଟିକୁ ବାହାରକୁ ନେଇ ଆସିଲେ। ଦ୍ୱିତୀୟ ଦିନ ରାଣୀ କହିଲେ ଆଚ୍ଛା କୁହ ତ, ତୁମ ପାଖରେ ଆଉ କ'ଣ ଅଛି ଭଲ ଜିନିଷ? ଝିଅଟି ଦ୍ୱିତୀୟ ସେଉ ଭାଙ୍ଗିଲା, ତା ଭିତରୁ ସୁନାର ଛୁଞ୍ଚି ସୂତା ବାହାରିଲା। ଝିଅ କହିଲା ରାଣୀ, ମୋ ପାଖରେ ସୁନାର ଛୁଞ୍ଚି ସୂତା ଅଛି। ରାଣୀ ସେ ଛୁଞ୍ଚି ସୂତାକୁ ଦେଖି ବହୁ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସୂତା ଗୁଡ଼ାକ ମଧ୍ୟ ସୁନାର କଢ଼ାଇଦାର ସୂତା ଥିଲା। ଏଭଳି ଛୁଞ୍ଚି ସୂତା ରାଣୀ କେବେ ଜୀବନରେ ଦେଖିନଥିଲେ। ଏହି ଦୁର୍ମୂଲ୍ୟ ଜିନିଷକୁ ନିଜ ପାଖରେ ରଖିବା ପାଇଁ ପ୍ଲାନ୍ କରିବାକୁ ଲାଗିଲେ। ସେ ପୁଣି କହିଲେ କ'ଣ ଦେଲେ ବା କ'ଣ କଲେ ତୁମେ ମୋତେ ଏଇ ଛୁଞ୍ଚି ସୂତା ଦେଇପାରିବ? ଝିଅଟି କହିଲା ରାଣୀ, ପୂର୍ବ ଭଳି ତୁମେ ଯଦି ରଜାଙ୍କ ସାଙ୍ଗରେ ଆଉ ଗୋଟିଏ ରାତି ମୋତେ ରହିବାକୁ ଦେବ, ଏ ଛୁଞ୍ଚି ସୂତା ମୁଁ ତୁମକୁ ଦେଇଦେବି। ରାଣୀ କହିଲେ ଠିକ୍ ଅଛି, ତୁମେ ରୁହ। ଏଇ କଥା କହି ରାଣୀ ପୂର୍ବ ଭଳି ପୁଣି ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ପ୍ଲାନ୍ କରିକି ଝିଅଟିକୁ ନେଇ ପ୍ରାସାଦରେ ଛାଡ଼ିଦେଲେ। ଝିଅ ପୂର୍ବ ଭଳି କାନ୍ଦି କାନ୍ଦି ନିଜର ସବୁ କଥା କହିଲା, କିନ୍ତୁ ରାଜା ତ ନିଶା ଅବସ୍ଥାରେ ଥିଲେ, ସେ କିଛି ବି ଶୁଣିପାରିଲେ ନାହିଁ। ସକାଳ ହୋଇଗଲା। ରାଣୀ ଯାଇ ଝିଅଟିକୁ ପ୍ରାସାଦ ଭିତରୁ ବାହାରକୁ ନେଇ ଆସିଲେ। ଏହାପରେ କ'ଣ ହେଲା? ତା ପରଦିନ ପୁଣି ରାଣୀ ପଚାରିଲେ ଆଚ୍ଛା, ଏବେ କ'ଣ ଭଲ ଜିନିଷ ତୁମ ପାଖରେ ଅଛି? ଝିଅଟି କ'ଣ କଲା, ତୃତୀୟ ସେଉକୁ ଭାଙ୍ଗିଦେଲା। ତୃତୀୟ ସେଉ ଭିତରୁ ହୀରା, ନୀଳା, ମାଣିକ୍ୟ ବାହାରିଲା। ରାଣୀ କହିଲେ ହୀରା ନୀଳା ତ ଆମ ରାଜ୍ୟରେ ଅଛି, କିନ୍ତୁ ଏଭଳି ହୀରା ନୀଳା, ଏଭଳି ଚମକଦାର ହୀରା ନୀଳା ଏବଂ ଅମୂଲ୍ୟ ବସ୍ତୁ ଆମ ରାଜ୍ୟରେ ମଧ୍ୟ ନାହିଁ। ଏହା ବହୁତ ଜଣାପଡ଼ୁଛି ମୂଲ୍ୟବାନ ହୀରା। ତାପରେ ରାଣୀ କହିଲେ
କ'ଣ କଲେ ତୁମେ ଏହି ହୀରାକୁ ମୋତେ ଦେଇପାରିବ? ସେତେବେଳେ ଝିଅଟି କହିଲା, ରାଣୀ, ପୂର୍ବ ଭଳି ତୁମେ ଯଦି ରଜାଙ୍କ ସଙ୍ଗେ ଆଉ ଗୋଟିଏ ରାତି ରହିବାକୁ ମୋତେ ସୁଯୋଗ ଦେବ ତେବେ ମୁଁ ଆକୁ ଦେଇଦେବି। ରାଣୀ କହିଲେ, ତୁମେ ବାରମ୍ବାର ରଜାଙ୍କ ସଙ୍ଗେ ରହିବା ପାଇଁ କାହିଁକି ଚାହୁଁଛ? ସେତେବେଳେ ଝିଅଟି କାନ୍ଦିକି, ଯେହେତୁ ଝିଅଟି ସରଳ ଥିଲା, କାନ୍ଦିକି କହିଲା, ରାଣୀ, ଜାଣିଛ, ରାଜା ଯେତେବେଳେ ସର୍ପ ଥିଲେ ମୁଁ ତାଙ୍କର ବହୁ ସେବା କରିଥିଲି। ସେ ମୋତେ କଥା ଦେଇଥିଲେ ସର୍ପରୁ ମଣିଷ ହେବା ପରେ ମୋତେ ବିବାହ କରିବେ। ମୋ ବାପା ମଧ୍ୟ ଏବେ ମୋତେ ଘରୁ ବାହାର କରିଦେଇଛନ୍ତି। ମୋ ଭଉଣୀମାନେ ମୋତେ ସନ୍ଦେହ କରୁଛନ୍ତି। ରାଜା ମୋତେ ବିବାହ ନ କଲେ ମୋ ଜୀବନ ଅକାରଣ ହେଇଯିବ। ଏତେବେଳେ ରାଣୀ ଶୁଣିକି ମନେ ମନେ ହସିଲେ, ହା ହା ହା, ଗରିବ କୃଷକର ଝିଅ ବହୁ ଚାଲାକ। ମନେ ମନେ ଆସିଛି ରଜାଙ୍କୁ ବାହା ହେବ ନା ଛେନା ଗୁଡ଼। ମୁଁ କାଲି ଭଳିଆ ପ୍ଲାନ୍ କରିକି ଏ ଝିଅଠୁ ଆଜିର ହୀରାନୀଳା ମଧ୍ୟ ନେବି। ଏହାପରେ ଆ ପାଖରେ ଆଉ କିଛି ନାହିଁ, ଆକୁ ଧକ୍କା ଦେଇ ରାଜ୍ୟରୁ ବାହାର କରାଇ ଦେବି। ରାଣୀ ଏଇ କଥା ଚିନ୍ତା କରି ପୂର୍ବ ପ୍ରକାରେ ପ୍ଲାନ୍ କରିବାକୁ ଲାଗିଲେ। କିନ୍ତୁ ରାଜାଙ୍କର ଜଣେ ବହୁ ନିଜ ଲୋକ, ଯିଏକି ଏ କଥା ଦୂରରେ ରହିକି ସବୁ ଶୁଣି ସାରିଥିଲା, ସେ ତୁରନ୍ତ ଯାଇ ରାଜାଙ୍କୁ ଏସବୁ ବିଷୟରେ କହିଲା। ରାଜା ସେଦିନ ରାତିରେ ଜାଣିଶୁଣି ଖାଦ୍ୟ ଖାଇବାର ଅଭିନୟ କଲେ, କିନ୍ତୁ ଖାଦ୍ୟକୁ ଭିତରକୁ ନ ଢୋକି ବାହାରକୁ ଫିଙ୍ଗିଦେଲେ। ରାଣୀ ଏକଥା ଜାଣିପାରିଲେ ନାହିଁ। ରାଜା ଶୋଇବାର ଅଭିନୟ କରି ଚାଲିଲେ। ରାଣୀ ଯେତେବେଳେ ଝିଅଟିକୁ ନେଇ ରାଜାଙ୍କ କମରାରେ ଛାଡ଼ି ଆସିଲା, ସେତେବେଳେ ରାଜା କ'ଣ କଲେ, ଆଖି ବୁଜି ଶୋଇବାର ଅଭିନୟ କଲେ। ଝିଅଟି ପୂର୍ବ ଭଳି କାନ୍ଦି କାନ୍ଦି ନିଜର ସବୁ କଥା କହିଲା। ରାଜାଙ୍କୁ ମଧ୍ୟ କିଛି ମାତ୍ରାରେ ଛାଇ ଭଳି ପୂର୍ବ କଥା ମନେ ପଡ଼ିଗଲା। ରାଜା ସେମିତି ଚୁପ୍ ହେଇ ଶୋଇ ରହିଲେ। ଭୋର ହେଇଗଲା। ରାଣୀ ଆସି ଝିଅଟିକୁ ନେଇଗଲେ ଏବଂ ବିଜୟର ହସ ତାଙ୍କ ମନ ଭିତରେ ଥାଏ। ସେତେବେଳେ ରାଜା ସାଙ୍ଗେ ସାଙ୍ଗେ ତାଙ୍କର ସେହି ନିଜ ଲୋକଟିକୁ ଡାକି କହିଲେ, ଶୁଣ, ତୁମେ ରାଜମହଲକୁ ଆଜି ସମସ୍ତଙ୍କୁ ଡାକ, ମୁଁ କିଛି ଜରୁରୀ କଥା ହେବାର ଅଛି। ରାଜମହଲ ଭିତରେ ସାଙ୍ଗେ ସାଙ୍ଗେ ମିଟିଂ ଡକାଗଲା। ରାଜା ସବୁ ଲୋକଙ୍କ ଆଗରେ କହିଲେ, ଏ କୃଷକର ଝିଅକୁ ମୁଁ କଥା ଦେଇଥିଲି, ମୁଁ ବିବାହ କରିବା ପାଇଁ ଚାହୁଁଛି। ଏବଂ ରାଜପୁରୋହିତଙ୍କୁ କହିଲେ, ପୁରୋହିତେ ବିବାହର ଆୟୋଜନ ସାଙ୍ଗେ ସାଙ୍ଗେ କରାଯାଉ। ପୁରୋହିତ ବିବାହର ଆୟୋଜନ କଲେ ଏବଂ କୃଷକ କନ୍ୟାକୁ ରାଜା ବିବାହ କରିନେଲେ। ତାପରେ କୃଷକ କନ୍ୟା ସୁନାର ପଲଙ୍କରେ ଶୁଅନ୍ତି, ସୁନା ବସ୍ତ୍ର ପିନ୍ଧନ୍ତି, ଖୁବ୍ ସୁନ୍ଦର ଅଏଶ ଆରାମରେ ରହିଲେ। କିନ୍ତୁ ରାଜାଙ୍କ ଠାରୁ ସେ ଶୁଣିବାକୁ ପାଇଲେ ଯେ ତାଙ୍କର ଗୋଟେ ସନ୍ତାନ ନାହିଁ, କୋଳ ମଧ୍ୟ ଖାଲି। ତେଣୁ ସେତେବେଳେ ସେ କୃଷକ କନ୍ୟା ଭାବିଲେ, ପ୍ରଭୁ ଯଦି ମୋତେ ଗୋଟିଏ ସନ୍ତାନ ଦିଅନ୍ତେ ତେବେ ରାଜାଙ୍କର କୁଳରକ୍ଷା ହୁଅନ୍ତା, ମୁଁ ମଧ୍ୟ ଶାନ୍ତି ପାଆନ୍ତି। ଏତିକି ବେଳେ ସେ ଆଖି ବୁଜିକି ପଲଙ୍କ ଉପରେ ଶୋଇଥାଏ। ସେ ମହାଲକ୍ଷ୍ମୀଙ୍କର ଉପାସିକା ଥିଲା। ମହାଲକ୍ଷ୍ମୀ ତା ସ୍ୱପ୍ନରେ ଆସି କହିଲେ, ଦେଖ ଝିଅ, ତୁମ ରାଜମହଲର ଉତ୍ତର ପଶ୍ଚିମ କୋଣରେ ତୁମେ ଗୋଟେ ନାଲି ଗୋଲାପ ଆଉ ଗୋଟେ ଧଳା ଗୋଲାପ ଲଗେଇବ। ନାଲି ଗୋଲାପ, ଧଳା ଗୋଲାପ ଯେତେବେଳେ ଫୁଟିବାକୁ ଲାଗିବେ, ତୁମେ ନାଲି ଗୋଲାପ ଆଣି ଶୁଙ୍ଘିକି ରାଜାଙ୍କ ସହିତ ସମ୍ପର୍କ ରଖିଲେ ପୁତ୍ର ସନ୍ତାନ ପାଇବ। ଧଳା ଗୋଲାପ ଆଣି ଶୁଙ୍ଘିକି ରାଜାଙ୍କ ସହିତ ସହବାସ କଲେ କନ୍ୟା ସନ୍ତାନ ପାଇବ। ଝିଅଟିର ନିଦ ଭାଙ୍ଗିଗଲା। ମହାଲକ୍ଷ୍ମୀଙ୍କୁ ପ୍ରଣାମ କଲା ଏବଂ ଖୁସି ହେଇ ରାଜାଙ୍କ ଆଗରେ ଏଇସବୁ କଥା ଜଣେଇଦେଲା। ରାଜା ସାଙ୍ଗେ ସାଙ୍ଗେ ଗୋଟେ ନାଲି ଗୋଲାପ, ଗୋଟେ ଧଳା ଗୋଲାପର ଗଛ ସେହିଭଳି ରାଜପ୍ରସାଦର ଉତ୍ତର ପଶ୍ଚିମ କୋଣରେ ପୋତି ଦେଲେ। କିଛି ଦିନ ଭିତରେ ସେ ଗଛ ସୁନ୍ଦର ହରାଭରା ହେଲା ଏବଂ ସେଥିରେ ନାଲି ଧଳା ଗୋଲାପ ମଧ୍ୟ ଫୁଟିଲା। ରାଜା କ'ଣ କଲେ, ସେହିଦିନ ଧଳା ଗଛରୁ ଡାଳ ଖଣ୍ଡେ, ନାଲି ଗଛରୁ ଡାଳ ଖଣ୍ଡେ ଆଣି ଓଲଟା ପୋତିଦେଲେ ଏବଂ ସେଥିରୁ ଫୁଲ ସଂଗ୍ରହ କରିକି ରଖିକି ରାଜପ୍ରସାଦକୁ ନେଇଗଲେ। ସେହି କୃଷକର ଝିଅ ନାଲି ଗୋଲାପ ସେଦିନ ରାତିରେ ମନ ଭରି ଶୁଙ୍ଘିଲା। ମନ ଭରି ଶୁଙ୍ଘିବା ପରେ ଆତ୍ମା ଶାନ୍ତିରେ ଯାଇ ରାଜାଙ୍କ ସହିତ ମିଳନ କଲା। ସହବାସ ପରେ ତାର ଗର୍ଭଧାରଣ ହେଲା ଏବଂ କିଛି ମାସରେ ଅତି ସୁନ୍ଦର, ସୁକୁମାର, ବୁଦ୍ଧିମନ୍ତ, ତେଜବନ୍ତ ପୁତ୍ର ସନ୍ତାନଙ୍କୁ ଜନ୍ମ କଲା। ସେତେବେଳେ ରାଜା ବହୁତ ଖୁସି ହେଲେ। ରାଜ୍ୟରେ ମିଠା, ସ୍ୱର୍ଣ୍ଣ, ବସ୍ତ୍ର ଦାନ କଲେ ଏବଂ ସେ କୃଷକର ଝିଅ ଯେହେତୁ ଦୟାବତୀ ଥିଲା ଏବଂ ସୁନ୍ଦର ସୁଶୀଳା ଥିଲା, ସେ ବଡ଼ ରାଣୀଙ୍କୁ ମଧ୍ୟ ଏଇ ରହସ୍ୟ କହିଲା। ନିଜ ଭଉଣୀମାନଙ୍କୁ ଏଇ ରହସ୍ୟ କହିଲା, କେଉଁଭଳି ଭାବରେ ପୁତ୍ର ସନ୍ତାନ ପ୍ରାପ୍ତି କରିଛି। ରାଜ୍ୟରେ ଯେଉଁମାନଙ୍କର ବି ପୁତ୍ର ନଥିଲା, ଯେଉଁମାନଙ୍କର ବଂଶ ରକ୍ଷା ପାଇଁ ଦୋଷ ରହିଥିଲା,
ଯେଉଁମାନଙ୍କର ଉତ୍ତରାଧିକାରୀ ନଥିଲେ ସମସ୍ତଙ୍କୁ ସେ ଏହି ନିୟମ କହିଲା। ଧୀରେ ଧୀରେ ସମସ୍ତେ ଏହି ନିୟମ ପାଳନ କଲେ ଏବଂ ସମସ୍ତଙ୍କ କୋଳକୁ ପୁତ୍ର ସନ୍ତାନ ଆସିଲା। 5 ଭଉଣୀଙ୍କର ବି ପୁତ୍ର ସନ୍ତାନ ହେଲା, ବଡ଼ ରାଣୀଙ୍କର ବି ପୁତ୍ର ସନ୍ତାନ ହେଲା ଏବଂ ଅନ୍ୟ ନାରୀମାନଙ୍କର ମଧ୍ୟ ପୁତ୍ର ସନ୍ତାନ ହେଲା। ଏଇଭଳି ଭାବରେ ପ୍ରଭୁ ମହାଦେବ ପାର୍ବତୀ ଏବଂ ମା ମହାଲକ୍ଷ୍ମୀଙ୍କର ମହିମା ମଧ୍ୟ ପ୍ରଚାର ହେଲା। କୃଷକ କନ୍ୟା ଦିନକୁ ଦିନ ବହୁତ ଖୁସିରେ ରହିଲା ଏବଂ ତାଠୁ ଜନ୍ମ ହୋଇଥିବା ପୁତ୍ର ଶଶିକଳା ଭଳି ବଢ଼ି ସେହି ରାଜ୍ୟର ରାଜା ମଧ୍ୟ ହେଲା। ଏବେ ମହାଦେବ ପାର୍ବତୀଙ୍କୁ ଏହି କାହାଣୀ କହିବା ପରେ କହିଲେ, ଦେବୀ ଏବେ ତୁମ ଭକ୍ତମାନଙ୍କୁ ତୁମେ ଏହି କଥା କୁହ ଏବଂ ତୁମର ମର୍ଯ୍ୟାଦା ରକ୍ଷା ହେଉ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଦେଖା ହେବା ଆଉ ଗୋଟେ ନୂଆ ଗପରେ, ନୂଆ କାହାଣୀରେ, ଯାହାକି ଆପଣମାନଙ୍କ ମନକୁ କିଣିନେବ। ପ୍ଲିଜ୍ 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 ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ।